নূতন গ্রাম পঞ্চায়েত গঠন নিমন্তে দাবি উপস্থাপন। ময়ূরভঞ্জ জিলা বামনঘাটি উপখণ্ড বিজাতলা ব্লক অধীনস্থ ছণপাণ, খণ্ডদেউଳି, বরাজিয়াণୀ, ଜାଉଁତି ଓ ଗୋଲମୁଣ୍ଡା ଗ୍ରାମବାସୀ ବଣକୋଟି ଗ୍ରାମ ପଞ୍ଚାୟତ ଉପରେ ନିର୍ଭରଶୀଳ। ଏଠାରେ ପ୍ରାୟ 4000 ଲୋକ ବସବାସ କରନ୍ତି। ଉକ୍ତ ଗ୍ରାମଗୁଡ଼ିକ ଠାରୁ ପଞ୍ଚାୟତ ଅଫିସକୁ ଦୂରତା 4 କିଲୋମିଟର। ପଞ୍ଚାୟତଟି ବଡ଼ ହୋଇଥିବାରୁ ସରକାରଙ୍କର ବିଭିନ୍ନ ଯୋଜନାରୁ ଗାଁ ଲୋକେ ବଞ୍ଚିତ ହେଉଛନ୍ତି। ତେଣୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଖଣ୍ଡଦେଉଳି ଠାରେ ସ୍ଥାପନ ପାଇଁ ଗ୍ରାମବାସୀ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ହେଉଥିବା ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ସିଡିଏମକୁ ଜଣାଇଥିଲେ। ଜିଲ୍ଲାପାଳ ଉକ୍ତ ଗ୍ରାମଗୁଡ଼ିକର ସମସ୍ୟା ହୃଦୟଙ୍ଗମ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ, ମୟୂରଭଞ୍ଜ ସାଂସଦ ଓ ସାରସକଣା ବିଧାୟକଙ୍କ ଠାରେ ଦାବିପତ୍ରକୁ ପ୍ରେରଣ କରିଥିଲେ। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ କୁଞ୍ଜବିହାରୀ ମହନ୍ତ, ଝାଡେଶ୍ୱର ବେହେରା, ବଙ୍କିମ ଚନ୍ଦ୍ର ମୁର୍ମୁ, ସୁନାରାମ ସୋସେନ, ମାଙ୍ଗତ ମୁର୍ମୁ, ମଥୁରାମ ହାଁସଦହ, କାଶୀନାଥ ହେମ୍ବ୍ରମ, ଡେମକା ମୁର୍ମୁ, ବୁଢାନ ମାଝୀ, ସୁଦାମ ମାଝୀ, ଚନ୍ଦ୍ରମୋହନ ହାଁସଦହ, ଗୋବିନ୍ଦ ହାଁସଦହ, ଦାସମାତ ମୁଣ୍ଡା, ଦୀପୁ ସିଂ ଓ ବଡରାମ ମୁର୍ମୁ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ସାମଳନ୍ଦୁ ପରିଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ନୂଆପାଟଣା ଗ୍ରାମରେ ଖୁଦୁରୁକୁଣୀ ଓଷା ପାଳିତ। ଭାଦ୍ରବ ମାସ ରବିବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ। ଓଷା ପାଳନ ସମୟରେ ଦେବୀ ମଙ୍ଗଳାଙ୍କୁ ପୂଜା କରାଯାଏ। ଦେବୀଙ୍କୁ ଖଦପୂଜା, କାକୁଡି, ନଡ଼ିଆ, କଦଳୀ, ଖଇ ଉଖୁଡା ଦେଇ ପୂଜା କରାଯାଏ। ଏହି ଓଷା 4 ପାଳି ପାଳନ ହୁଏ ଏବଂ ଶେଷ ରବିବାର ଦିନ ଶେଷ ହୁଏ। ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସଳ ପଞ୍ଚାୟତ ନୂଆପାଟଣା ଗ୍ରାମର ଅବିବାହିତ ଝିଅମାନେ ପାଳନ କରିଛନ୍ତି। ପ୍ରତି ରବିବାର ଦିନ ଗ୍ରାମର ଝିଅମାନେ ପୋଖରୀରୁ ଗାଧେଇ ଯାଇ ବାଲିରେ ମନ୍ଦିରର କରି ଫୁଲରେ ସଜାନ୍ତି। ଫୁଲହାର ତିଆରି କରି ଦେବୀ ମୂର୍ତ୍ତିଙ୍କୁ ସଜାଇବା ଏ ପୂଜାର ପ୍ରଧାନ ଆକର୍ଷକ। ପୂଜାର ଶେଷ ଦିନ ଅର୍ଥାତ୍ ଶେଷ ରବିବାର ଦିନ ଝିଅମାନେ ବିରାଟ ପଟୁଆରରେ ଦେବୀ ମାଙ୍କୁ ସାଙ୍ଗରେ ଧରି ବିଭିନ୍ନ ନୃତ୍ୟରେ ନାଚି ଗ୍ରାମ ପରିକ୍ରମା କରିଥିଲେ। ଏହି ଖୁଦୁରୁକୁଣୀ ଓଷା ନୂଆପାଟଣା ଗ୍ରାମର ଅନୁଖୁଣ୍ଟିଆ ଚର୍ଚ୍ଚିତା, ରୋଜା, ଲୁସି, ସୋନାଲି, ପିହୁ, ତନୁ, ଶ୍ରିୟା, ଇତି, ମାମା ଓ ସ୍ୱାଗତିକା ପୁଷ୍ଟି ଆଦି ଝିଅମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।